ଥରେ ଅର୍ଜୁନ କୃଷ୍ଣକୁ ପଚାରିଲେ, ହେ ମାଧବ, ସତରେ କ'ଣ କର୍ମର ଫଳ ଭୋଗିବାକୁ ହୁଏ? କୃଷ୍ଣ ଅଳ୍ପ ହସି କହିଲେ, ହଁ ଅର୍ଜୁନ। ଅର୍ଜୁନ ପୁଣି ପଚାରିଲେ, ହେ ମାଧବ କେମିତି? ନା ଥରେ ଗୋଟେ ଲୋକଟି ଗୋଟେ ବଗିଚାକୁ ଯାଇଥିଲା, ତା ଆଖି ଗୋଟେ ଫଳକୁ ଦେଖିଲା, ହେଲେ ଫଳ ପାଖରେ ତ ଆଖି ପହଞ୍ଚି ପାରିବନି। ପହଞ୍ଚିଲା ପାଦ, ହେଲେ ପାଦ ତ ଫଳକୁ ଛିଣ୍ଡେଇ ପାରିବନି। ଛିଣ୍ଡେଇଲା ହାତ, ହେଲେ ହାତ କ'ଣ ଫଳକୁ ଖାଇପାରିବ? ଖାଇଲା ତା ମୁହଁକୁ, ହେଲେ ଫଳ ପାଟିକୁ ଫଳ ରଖିପାରିବନି, ହେଲେ ରଖିଲା ତା ପେଟ। ଇଏ ସବୁ ହବାର ଦେଖିଲା ବଗିଚାର ମାଳି, ଯିଏ ବଗିଚାର ମାଲିକ, ସେ ଗୋଟେ ବାଡ଼ି ଆଣିକି ତା ପିଠିକି ଦିପାର ପକେଇଲା। ଯେତେବେଳେ କି ଏ ଘଟଣାରେ ପିଠିର କୌଣସି ଯୋଗଦାନ ନଥିଲା, ହେଲେ ଲୁହ ବାହାରିଲା କୋଉଠୁ? ନା ତା ଆଖିରୁ। ଆଖିକୁ କାହିଁକି କାନ୍ଦିବାକୁ ପଡ଼ିଲା ଜାଣିଛ? କାହିଁକିନା ପ୍ରଥମେ ଫଳ ତା ଆଖି ଦେଖିଥିଲା। ଯାହା କରିଥିବ ତାହା ପାଇବ, କର୍ମର ଫଳକୁ ଭୋଗିବାକୁ ପଡ଼ିବ। ରାଧେ ରାଧେ। ନା ମୁଁ ଦେଖୁଛି ତମକୁ, ତମେ ଏପଟ ସେପଟ ହେଇ ଯେତେବେଳେ ଘର ଭିତରେ ବୁଲୁଛ ମତେ ଭାରି ଖୁସି ଲାଗୁଛି। ତମ କର୍ତ୍ତବ୍ୟ ତମେ କରିସାରିଛ ବାପା। ମତେ କାନ୍ଧରେ ବସେଇ ଦୁନିଆ ଦେଖେଇଛ। ମୁଁ ଯାହା ଅଳି ଅର୍ଦ୍ଦଳି କରିଛି, ଯାହା ତୁମକୁ ମାଗିଛି, ବାପା ମତେ ସବୁ ଦେଇଛନ୍ତି। ବାପା ଏବେ ନୀରବ ହେଇଯାଇଛନ୍ତି, ଖାଲି ଘର ଭିତରେ ଯେତେବେଳେ ଏପଟ ସେପଟ ହେଇ ବୁଲୁଛନ୍ତି ଦେଖି ଭାରି ଖୁସି ଲାଗୁଛି। ଏବେ ଆମ କର୍ତ୍ତବ୍ୟ ଯେତେ ବି କଷ୍ଟ ବାଧା ବିଘ୍ନ ଆସୁ, ଆମ କର୍ତ୍ତବ୍ୟ ଆମେ କେବେ ଅବହେଳା କରିବାନି, ବାପାଙ୍କୁ କେବେ ଅଶାନ୍ତିରେ ରଖିବାନି। ନା କ'ଣ କହୁଛୁ?